ପିଲାମାନେ ଯେଉଁମାନେ ମଧ୍ୟ ପ୍ଲସ୍ ଥ୍ରୀରେ ଇତିହାସ ଅନର୍ସ ରଖିବାକୁ ଚାହୁଁଛନ୍ତି ବା ଇତିହାସ ଅନର୍ସ ରଖିବାର ଭାରି ଇଚ୍ଛା ଅଛି, ସେମାନେ ଇତିହାସ ଅନର୍ସ ତ ରଖିବାକୁ ଚାହୁଁଛନ୍ତି, କିନ୍ତୁ ତା ସହିତ ଇଲେକ୍ଟିଭ୍ ସବଜେକ୍ଟ ଇଲେକ୍ଟିଭ୍ ବା ମାଇନର୍ସ ବିଷୟ ଗୁଡ଼ିକ ଯେଉଁ ଦୁଇଟା ମାଇନର ବିଷୟ ଦେବେ, ସେହି ମାଇନର ବିଷୟ ଗୁଡ଼ିକ କ'ଣ ଦେବେ ସେମାନେ କନଫ୍ୟୁଜ୍ ଅଛନ୍ତି। ଇତିହାସ ସହିତ କେଉଁ ମାଇନର ସବଜେକ୍ଟ ଗୁଡ଼ାକ ଦେଲେ ତାଙ୍କୁ ଶୀଘ୍ର ସରକାରୀ ଚାକିରି ମିଳିପାରିବ ଏବଂ ତାଙ୍କର ଭବିଷ୍ୟତ ସୁରକ୍ଷିତ ହେବ, ଭବିଷ୍ୟତରେ ସେମାନେ ପ୍ରତ୍ୟେକ ସରକାରୀ ଚାକିରି କରିପାରିବେ, ଅନେକ ଗୁଡ଼ିଏ ସରକାରୀ ଚାକିରି କରିପାରିବେ। ତ ଆଜି ମୁଁ ନେଇକି ଆସିଛି ଏମିତି ଗୋଟେ ଭିଡ଼ିଓ ଯେଉଁଥିରେ ତୁମମାନଙ୍କର ସମସ୍ତ ଡାଉଟ୍ ଗୁଡ଼ିକ କ୍ଲିଅର୍ ହେବ ଯେ ଇତିହାସ ଅନର୍ସ ରଖିଲେ କ'ଣ ହେବ ଏବଂ ଇତିହାସ ଅନର୍ସ ସହିତ ଇଲେକ୍ଟିଭ୍ କେଉଁ ଇଲେକ୍ଟିଭ୍ ସବଜେକ୍ଟ ରଖିଲେ ଆମେ କେଉଁ ସରକାରୀ ଚାକିରି କରିପାରିବୁ ଏବଂ ଇତିହାସ ଅନର୍ସରେ କ୍ୟାରିୟର ଅପରଚୁନିଟିଜ୍ ଇନ୍ BA ହିଷ୍ଟ୍ରିରେ ମୁଁ କହିବାକୁ ଯାଉଛି ଯେ ଇତିହାସ ଅନର୍ସ ରଖିକି ଆପଣମାନେ ଭବିଷ୍ୟତରେ କ'ଣ କରିପାରିବେ ଏବଂ କେଉଁ ସରକାରୀ ଚାକିରି ପାଇପାରିବେ। ତେଣୁକରି ପିଲାମାନେ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତି ଏବଂ ଭିଡ଼ିଓ ଗୋଟେ ଲାଇକ୍ କରିଦିଅନ୍ତୁ। ଓକେ, ଏହି ପ୍ରକାର ଭିଡ଼ିଓ ନୂଆ ଦେଖିବା ପାଇଁ ଏବଂ ପ୍ଲସ୍ ଥ୍ରୀର ସମ୍ପୂର୍ଣ୍ଣ ଡିଟେଲ୍ସ ଜାଣିବା ପାଇଁ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିକି ରଖନ୍ତୁ। ଓକେ, ତ ଚାଲନ୍ତୁ ଦେଖିବା ଇତିହାସରେ ଆପଣମାନଙ୍କୁ କ'ଣ ନା ଆମ ଅନର୍ସ ରଖିଲେ ପ୍ଲସ୍ ଥ୍ରୀରେ ଆମେ ଇତିହାସ ବିଷୟଟିକୁ ଅନର୍ସ ରଖିଲେ ଏବଂ ତା ସହିତ ଆମେ ମାଇନର ସବଜେକ୍ଟ କ'ଣ ରଖିବା ବା ଆମର ଅନର୍ସ ମାନେ ମେଜର ସବଜେକ୍ଟ ହେଇଗଲା NEP 2020 ଠାରୁ। ଓକେ, NEP 2020 ଠାରୁ ଆମର କ'ଣ ନା ଅନର୍ସକୁ ଆମେ କହି ବସିଲେ ମେଜର ସବଜେକ୍ଟ ଏବଂ ମାଇନର ସବଜେକ୍ଟ କ'ଣ ନା ଇଲେକ୍ଟିଭ୍। ତୁମେ ଏଇଠି ରଖିପାରିବ ସିଙ୍ଗଲ ମେଜର, ଡବଲ ମେଜର ଏବଂ ଏଇଠି ସିଙ୍ଗଲ ମେଜର, ଡବଲ ମେଜର ଏବଂ ଡବଲ ମାଇନର, ସିଙ୍ଗଲ ମାଇନର। ଓକେ, ତ ଚାଲନ୍ତୁ ଆମେ ଏଇଠି ଆଲୋଚନା କରିବା ଯେ ତୁମେମାନେ ଇତିହାସ ଅନର୍ସ ସହିତ କ'ଣ ଇଲେକ୍ଟିଭ୍ ରଖିବା କଥା ଏବଂ କେଉଁ ଇଲେକ୍ଟିଭ୍ରେ କେଉଁ ସରକାରୀ ଚାକିରି ପାଇପାରିବେ ଏବଂ କ'ଣ କରିପାରିବ। ଚାଲନ୍ତୁ ଦେଖିବା। ବର୍ତ୍ତମାନ ଏଇଠି ପିଲାମାନେ ସମସ୍ତଙ୍କର ଆଶଙ୍କା ଥାଏ ଯେ ଆମେ ଇତିହାସ ଅନର୍ସ ରଖିକି କେଉଁ ସରକାରୀ ଚାକିରି ପାଇପାରିବୁ। ତ ଏଇଠି ତୁମର ପ୍ରଥମ ସରକାରୀ ଚାକିରିଟି ହେଲା କ'ଣ ନା ଏଇଠି ଦେଖ ସିଭିଲ୍ ସର୍ଭିସ୍। ତୁମେମାନେ ଇତିହାସ ଅନର୍ସ ରଖିକି ସିଭିଲ୍ ସର୍ଭିସ୍ କରିପାରିବ। UPSC ବା ୟୁନିୟନ୍ ପବ୍ଲିକ୍ ସର୍ଭିସ୍ କମିଶନ, OPSC ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନ ଏବଂ OS ହେଇପାରିବ। ଓକେ, ଓଡ଼ିଶା ଆଡ଼ମିନିଷ୍ଟ୍ରେଟିଭ୍ ସର୍ଭିସରେ ଯାଇପାରିବ। ଏଇଠାର ଦରମା ବହୁତ ଉଚ୍ଚ ଲେଭେଲର ଅଟେ। ଓକେ, ଯଦି ଆପଣମାନେ IAS, IPS କିମ୍ବା OS ଅଫିସର ହେବାକୁ ଚାହାନ୍ତି ତେବେ ଇତିହାସ ଅନର୍ସ ଆପଣଙ୍କ ପାଇଁ ଏକ ବରଦାନ ଅଟେ। ପିଲାମାନେ ଜାଣିଛନ୍ତି UPSC ଏବଂ OPSCର ଜେନେରାଲ ଷ୍ଟଡିଜ୍ ଯେଉଁ ଅଛି GS ପେପରରେ ପ୍ରାୟତଃ ତୁମର 30% 40% ପ୍ରଶ୍ନ କେଉଁଠି ଆସିଥାଏ ନା ଇତିହାସ। କେଉଁ ଇତିହାସ ନା ଏନ୍ସିଏଣ୍ଟ, ମେଡିଭାଲ୍ସ, ମଡ଼ର୍ଣ୍ଣ ହିଷ୍ଟ୍ରି, ଆର୍ଟ ଆଣ୍ଡ କଲଚରରୁ ଆସିଥାଏ। ଏହା ବ୍ୟତୀତ ଆପଣମାନେ ହିଷ୍ଟ୍ରିକୁ ମେନ୍ସ ପରୀକ୍ଷାରେ ଅପସନାଲ ସବଜେକ୍ଟ ଭାବେ ମଧ୍ୟ ରଖିପାରିବେ। ତ ପିଲାମାନେ ତୁମେ ଭାବିଥିବ ଯେ ଏଇଟା ଗୋଟେ ତୁମମାନଙ୍କ ପାଇଁ ବରଦାନ, ଇତିହାସ ସବଜେକ୍ଟରେ ତୁମର UPSCର ମଧ୍ୟ ବହୁତ ବଡ଼ କ'ଣ କନେକ୍ଟ ଅଛି। ପିଲାମାନେ ଇତିହାସ ଯଦି ନେବ ତ UPSCରେ ପ୍ରଥମ ଆଟେମ୍ପ୍ଟରେ ହିଁ ତୁମେ କ୍ଲିଅର କରିପାରିବ, କାହିଁକି ନା ଏଇଥିରେ ତୁମର UPSCରେ ମଧ୍ୟ ଏନ୍ସିଏଣ୍ଟ, ମେଡିଭାଲ୍ସ, ମଡ଼ର୍ଣ୍ଣ ହିଷ୍ଟ୍ରି, ଆର୍ଟ ଆଣ୍ଡ କଲଚରରେ 30-40% ପ୍ରତିଶତ ଆମର କ'ଣ ନା ପ୍ରଶ୍ନ ଆସିଥାଏ। ତେଣୁକରି ଏଇଟା ତୁମମାନଙ୍କ ପାଇଁ ବହୁତ ହେଲ୍ପଫୁଲ୍ ହେବ। ପରବର୍ତ୍ତୀ ହେଲା ତୁମର ଦେଖନ୍ତୁ SSC, CGL, CHSL। ପ୍ରଥମରୁ ମୁଁ କହୁଛି ସରକାରୀ ଚାକିରି, ଗଭର୍ଣ୍ଣମେଣ୍ଟ ଜବ୍ସ ଆପଣମାନେ କ'ଣ କରିପାରିବେ। ଦେଖନ୍ତୁ କ'ଣ ଅଛି ନା SSC, CGL ତୁମେମାନେ ଜାଣିଥିବ ଏଇଟା ସେଣ୍ଟ୍ରାଲ ଲେଭେଲରେ ଷ୍ଟାଫ୍ ସିଲେକ୍ସନ୍ କମିଶନ କମ୍ବାଇନ୍ ଗ୍ରାଜୁଏଟ୍ ଲେଭେଲ ଏବଂ CHSL କମ୍ବାଇନ୍ ହାଇୟର ସେକେଣ୍ଡାରୀ ଲେଭେଲ ଦେଇପାରିବ ଏବଂ ରେଲୱେସ୍ ଏକ୍ଜାମ୍ ମଧ୍ୟ ଦେଇପାରିବ। ଷ୍ଟାଫ୍ ସିଲେକ୍ସନ୍ କମିଶନ SSC ଏବଂ ରେଲୱେ RRB ପରୀକ୍ଷାରେ ଜେନେରାଲ ଆୱାରନେସ୍ ସେକ୍ସନରେ ଇତିହାସରୁ ଅନେକ ପ୍ରଶ୍ନ ଆସିଥାଏ। ପିଲାମାନେ ତୁମେ ସିଲାବସରେ ଦେଖିଥିବ। ତେଣୁ ଏହି ପରୀକ୍ଷା ଗୁଡ଼ିକୁ କ୍ରାକ୍ କରିବା ଇତିହାସ ପଢ଼ୁଥିବା ପିଲାଙ୍କ ପାଇଁ ଅପେକ୍ଷାକୃତ ସହଜ ହୋଇଥାଏ। ତ
तुमମାନଙ୍କ ପାଇଁ ଗୋଟିଏ ବରଦାନ ଇତିହାସ ଅନର୍ସ। ଯେଉଁ ପିଲାମାନେ ଭାବୁଥିବେ ଯେ ଆର୍ଟ୍ସ ପଢ଼ିକି ଆମେ କିଛି କରିପାରିବୁ ନାହିଁ, ଆର୍ଟ୍ସର ଭ୍ୟାଲ୍ୟୁ ନାହିଁ, ତ ଏଇଟା ତୁମମାନଙ୍କ ପାଇଁ ବହୁତ ବଡ଼ ବରଦାନ। ଇତିହାସ ଅନର୍ସ ରଖନ୍ତୁ। ମୁଁ ପରବର୍ତ୍ତୀରେ ଆମ ଇଲେକ୍ଟିଭ୍ କ'ଣ ରଖିବେ ତାହା ମଧ୍ୟ କହିବି। ତାପରେ ଦେଖନ୍ତୁ ପିଲାମାନେ ଷ୍ଟେଟ୍ ଲେଭେଲ୍ସ ଏକ୍ଜାମ୍ସ, ଷ୍ଟେଟ୍ ଲେଭେଲ୍ ଜବ୍ ଏଠି ଦେଇଛି ଓଡ଼ିଶା ପୋଲିସ ଏକ୍ଜାମ୍ପଲ୍ ଦେଇଦେଇଛି। ଓଡ଼ିଶା ସରକାରଙ୍କ ଦ୍ୱାରା ବାହାରୁଥିବା ସମସ୍ତ ପ୍ରକାର ଓଡ଼ିଶା ପୋଲିସ ଏସ୍ଆଇ କିମ୍ବା ଓଏସ୍ଏସ୍ସି ଓ SSCର ବିଭିନ୍ନ ପରୀକ୍ଷାରେ ଓଡ଼ିଶା ଇତିହାସ ଓ ଭାରତୀୟ ଇତିହାସର ବଡ଼ ଭୂମିକା ଥାଏ। ତେଣୁକରି ତୁମେମାନେ ଇତିହାସ ଅନର୍ସ ତୁମର ବହୁତ ବଡ଼ ଲାଭଦାୟକ ଅଟେ ପିଲାମାନେ। ଓକେ, ଏଇଠି ହେଲା ତୁମର ସରକାରୀ ଚାକିରି, ବ୍ୟାଙ୍କିଙ୍ଗ ଆଉ ମଧ୍ୟ ଯେଉଁଠି ଅଛି ସବୁରେ କରିପାରିବେ। ଆପଣମାନେ ଯାହା ବି ଗଭର୍ଣ୍ଣମେଣ୍ଟ ଜବ୍ ଅଛି ସବୁଥିରେ କରିପାରିବେ, କିନ୍ତୁ ଏଇଠି ଅଲଗା ଅଛି। ଆମର ଯଦି ସେହି ଗଭର୍ଣ୍ଣମେଣ୍ଟ ଜବ୍ରେ ଆପଣମାନେ ଇଣ୍ଟରେଷ୍ଟ ନାହିଁ, ତାହେଲେ ଏଇଠି ନୂଆ ପ୍ରକାର ଇଣ୍ଟରେଷ୍ଟ ଜବ୍ ଅଛି ଆପଣମାନଙ୍କର। କ'ଣ ନା ଆର୍କିଓଲୋଜି, ପ୍ରତ୍ନତତ୍ତ୍ୱ ବିଭାଗରେ ଆପଣମାନେ କାମ କରିପାରିବେ। BA ପରେ ଆପଣ କ'ଣ କରିବେ ନା MA ଇନ୍ ଆର୍କିଓଲୋଜି କରିପାରିବେ। ଏହାପରେ ଆପଣମାନେ ଆର୍କିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ ESIରେ ଜଣେ ପ୍ରତ୍ନତାତ୍ତ୍ୱିକ ଆର୍କିଓଲୋଜିଷ୍ଟ ଭାବେ ଚାକିରି ପାଇପାରିବେ। କେତେ ବଢ଼ିଆ ଜବ୍ ପାଇପାରିବେ, ଯେଉଁଠି ଆପଣଙ୍କୁ ପୁରୁଣା ସଭ୍ୟତା ଓ କୀର୍ତ୍ତିରାଜିର ସନ୍ଧାନ କରିବାକୁ ପଡ଼ିବ। ପିଲାମାନେ ଆମକୁ ଇତିହାସ ପଢ଼ିଲା ବେଳେ ଗୋଟିଏ ମଜା ଲାଗିଥାଏ ଅତୀତର ଘଟଣାବଳୀକୁ। ସେଥିପାଇଁ ଯଦି ଆପଣମାନେ ସେହି ଇତିହାସକୁ ଖନନ କରିବେ, ସେହି ଜବ୍ଟି ହେଲା ଆପଣମାନଙ୍କର ଆର୍କିଓଲୋଜି। ଓକେ, ଆର୍କିଓଲୋଜିଷ୍ଟ ହୋଇପାରିବେ ଏବଂ କୀର୍ତ୍ତିରାଜିର ସଭ୍ୟତା, ପୁରୁଣା ସଭ୍ୟତା ଗୁଡ଼ିକୁ ସନ୍ଧାନ କରିବେ। ଏଠିର ସାଲେରୀ ମଧ୍ୟ ବହୁତ ହାଇରେ ଯାଇଥାଏ। ତାପରେ ଏଇଠି ଆସିଲା 5 ନମ୍ବର ତୁମର ଜବ୍ ହେଲା ଦ ମ୍ୟୁଜିଓଲୋଜି ଆର୍ଚିଭାଲ ଷ୍ଟଡିଜ୍, ମ୍ୟୁଜିୟମ୍ ଏବଂ ଅଭିଲେଖାଗାରୀୟ ଯେଉଁ ଅଛି ସେଇଟା ଆମ ଦେଶରେ ଏବଂ ବିଦେଶରେ ଥିବା ବଡ଼ ବଡ଼ ମ୍ୟୁଜିୟମ୍ ଯେଉଁ ଥାଏ ନା, ସେଇଠି ବଡ଼ ବଡ଼ ମ୍ୟୁଜିୟମ୍ ଯେଉଁ ଆମର ଏକ୍ଜାମ୍ପଲ୍ ଆମେ ନେବା ମୋନାଲିସା ପେଣ୍ଟିଂ। ମୁଁ ଏକ୍ଜାମ୍ପଲ୍ କହିଦେଇଛି। ମୋନାଲିସା ପେଣ୍ଟିଂକୁ କେମାନେ ଖନନ କରିଥିଲେ, ବାହାର କରିଥିଲେ, ସେହି ମ୍ୟୁଜିଓଲୋଜି ଆର୍ଚିଭାଲ ଷ୍ଟଡିଜ୍ କରିକି ବାହାର କରାଯାଇଥିଲେ। ସେଇମାନେ ଆର୍କିଓଲୋଜିଷ୍ଟ ମାନେ ବାହାର କରିଥିଲେ। ଐତିହାସିକ ଜିନିଷର ରକ୍ଷଣାବେକ୍ଷଣ କରିଥାନ୍ତି ଏବଂ ମ୍ୟୁଜିୟମ୍ କର୍ଟର କିମ୍ବା ଆର୍ଚିଭିଷ୍ଟଙ୍କର ଆବଶ୍ୟକତା ଥାଏ ସେଇଥିରେ। ଓକେ, ତୁମେମାନେ ମ୍ୟୁଜିଓଲୋଜି ଏବଂ ଆର୍ଚିଭାଲ ଷ୍ଟଡିଜ୍ କରିକି ମ୍ୟୁଜିୟମ୍ ଏବଂ ଅଭିଲେଖାଗାର ଉପାଦାନର ରିସର୍ଚର୍ସ ବନିପାରିବେ। ଓକେ, କ'ଣ ନା ରିସର୍ଚ୍ଚ କରିକି ଆପଣମାନେ ନୂଆ ନୂଆ ବର୍ଜ୍ୟବସ୍ତୁ ଗୁଡ଼ାକ ଖନନ କରିବେ। ଯେଉଁ ମୋନାଲିସା ପେଣ୍ଟିଂ ମୁଁ ଉଦାହରଣତଃ କହିଲି, ମୋନାଲିସା ପେଣ୍ଟିଂ ଯେଉଁ ଅଛି ତାକୁ ଆପଣମାନେ ରିସର୍ଚ୍ଚ କରିବେ, ତା'ର ମ୍ୟୁଜିୟମ୍ରେ ଯେଉଁ ରଖାଯାଇଥିବ। ଓକେ, ସେଇଟା ଏଥିପାଇଁ ସ୍ପେଶାଲ କୋର୍ସ କରି ଆପଣ ଏକ ଭଲ ଚାକିରି ପାଇପାରିବେ। ଓକେ, ସେହି ଇତିହାସରେ ଅଭିଲେଖା ଗୁଡ଼ିକ ମଧ୍ୟ ଖନନ କରି। ତାପରେ ଦେଖନ୍ତୁ 6 ନମ୍ବର ତୁମର ଜବ୍ ଆସିଲା ଟ୍ରାଭେଲ୍ ଆଣ୍ଡ ଟୁରିଜମ୍ ଇଣ୍ଡଷ୍ଟ୍ରି, ପର୍ଯ୍ୟଟନ ଶିଳ୍ପ। ଟ୍ରାଭେଲ୍ ମାନେ କ'ଣ ନା ଟ୍ରାଭେଲ୍ ଆମେ ଯାତ୍ରା, ଟୁରିଜମ୍ ମାନେ କ'ଣ ଯେଉଁ ଦେଖିବାକୁ ଆସିଥାନ୍ତି ନୂଆ ନୂଆ ଇତିହାସର ଜିନିଷ ଗୁଡ଼ିକ, ଇଣ୍ଡଷ୍ଟ୍ରି ପର୍ଯ୍ୟଟନ ଶିଳ୍ପ ସେଇଟା ପିଲାମାନେ। ଦେଖନ୍ତୁ ଭାରତ ଏକ ଐତିହାସିକ ଦେଶ। ଯଦି ଆପଣଙ୍କୁ ଇତିହାସ ଜଣାଅଛି ବା ଅତୀତର ଘଟଣାବଳୀ ଜଣାଅଛି, ତାହେଲେ କ'ଣ କରିବେ ନା ଆପଣ ଟ୍ରାଭେଲ୍ ଜର୍ଣ୍ଣାଲିଜିମ୍, ହିଷ୍ଟୋରିକାଲ ଟୁରିଜମ୍ କନସଲଟାଣ୍ଟ କିମ୍ବା ବଡ଼ ବଡ଼ ଟୁରିଜମ୍ କମ୍ପାନୀରେ କଲଚରାଲ ଏକ୍ସପର୍ଟ ଭାବେ କାମ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ। କଲଚରାଲ ଏକ୍ସପର୍ଟ, ଜର୍ଣ୍ଣାଲିଜିମ୍, ହିଷ୍ଟୋରିକାଲ ଟୁରିଜମ୍ରେ ଆର୍କିଓଲୋଜିଷ୍ଟ କାମ କରିପାରିବେ ଏବଂ ଲକ୍ଷ ଲକ୍ଷ ଟଙ୍କା 1 ଲାଖ ପ୍ଲସ୍ ଆପଣଙ୍କର ସ୍ୟାଲେରୀ ମଧ୍ୟ ହେଇଯିବ। ଓକେ, ରିସର୍ଚ୍ଚ କରିକି। ଏତିକି ଥିଲା ଆମର। ତାପରେ ଆଉ ଗୋଟେ ଲାଇନ୍ ପଳେଇ ଆସିଲା ଆମର ଇଜି ଲାଇନ୍, ଯେଉଁଟାକି ଆପଣମାନେ ଜାଣିଥିବେ ସ୍କୁଲ ଟିଚର୍ସ, TGT ଏବଂ PGT, ଟ୍ରେନେଡ୍ ଗ୍ରାଜୁଏଟ୍ ଟିଚର୍ସ ଏବଂ ପୋଷ୍ଟ ଗ୍ରାଜୁଏଟ୍ ଟିଚର୍ସ। ଏଇଟା BA ହିଷ୍ଟ୍ରି ଅନର୍ସ ପରେ ଆପଣମାନେ କ'ଣ କରିବେ, ସିଧାସଳଖ B.Ed ବ୍ୟାଚଲର ଅଫ୍ ଏଜୁକେସନ୍ କରିପାରିବେ। ଏହାପରେ OSSTET ମାନେ ଓଡ଼ିଶା ସେକେଣ୍ଡାରୀ ଟିଚର ଏଲିଜିବିଲିଟି ଟେଷ୍ଟ, OTT ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ କିମ୍ବା CTET ପରୀକ୍ଷା ଦେଇ ସରକାରୀ ହାଇସ୍କୁଲରେ ସୋସିଆଲ ସାଇନ୍ସ, ଇତିହାସ, ଭୂଗୋଳ ଶିକ୍ଷକ ହୋଇପାରିବେ। ମାନେ ଏଇଟା ଆମର TGT କଲେ ହାଇସ୍କୁଲ ଟିଚର ହେବେ, PGT କଲେ ଲେକ୍ଚର ପ୍ରଫେସର ହେଇପାରିବେ। ଓକେ, ତାପରେ ଦେଖିବା ଲେକ୍ଚରର
कॉलेज प्रोफेसर ओके लेक्चरर कॉलेज प्रोफेसर केमिति हेबे माने एटा मध्ये आपण माने हे पारबे हाई स्कूल टीचर सहित लेक्चरर बा कॉलेज रो प्रोफेसर मध्ये हे पारिबे ओके जदि आपण कॉलेज किंबा यूनिवर्सिटी रे प्रोफेसर हेबा को चाहंती तेबे बीए पर एमए एमए माने कोन ना मास्टर ऑफ आर्ट्स इन हिस्ट्री पीजी पोस्ट ग्रेजुएट रे करंतु एटा आपण मन करबा को पड़िबो एहा परे यूजीसी एनईटी परीक्षा क्लियर करी आपण असिस्टेंट प्रोफेसर होई पारिबे जदि आपण जेआरएफ पाई जाउछंती तेबे सरकारक तरफरु प्रति मासरे प्राय 40,000 रु अधिक टंका स्कॉलरशिप मिलिबो पीएचडी रिसर्च करिबा पई तापरे एही पीएचडी रिसर्च कले आपण कोन ना आपनकर ना रो आगरे डॉक्टर लेखा जेबो आपण बहुत बड़ रिसर्चर्स हेई जिवे रिसर्च करिवे यूजीसी एनईटी जेआरएफ करिकी आपनकर दरमा प्रति मासरे दरमा हिसाब रे स्कॉलरशिप 40,000 रु अधिक टंका मिलिबो एदिके कहली मु आपण मान को जॉब ओके तापर देखिबा आ गोटे कोन मु कहितली माइनर सब्जेक्ट कोन रखिबा एटा तो मु कहली तमे हिस्ट्री हॉनर्स इतिहास विषय को हॉनर्स रखी कि माइनर सब्जेक्ट गुडा को कोन रखिबि जे आपन को एही सबु एग्जाम एवं जॉब रे हेल्पफुल हेबो चलंतु मु कहिबी गोटे गोटे करी माइनर सब्जेक्ट प्रथम रे पॉलिटिकल साइंस राजनैतिक विज्ञान ओके जदि आपण सरकारी चाकरी किंबा सिविल सर्विस रे पाई प्रस्तुत हेउचंती प्रथम रे कहितली यूपीएससी ओपीएससी सेमिति प्रकार जदि गवर्नमेंट जॉब कॉम्पिटिटिव एग्जाम प्रस्तुति करछंती ते पॉलिटिकल साइंस सबुठारो बेस्ट कॉम्बिनेशन अटे इतिहास एवं राजनीति विज्ञान परस्पर सह जड़ित जहाँ आपण को परीक्षा रे बहुत सहाय्य करिवो तो आपण माने वर्तमान ही जाकी ऑनलाइन करंतु हिस्ट्री सहित पॉलिटिकल साइंस प्रथम कहबी पॉलिटिकल साइंस रो लाभ तापर कहबी ओडिया बा इंग्लिश भाषा साहित्य रे आपण माने करि पारिबे हमर माइनर सब्जेक्ट देखंतु पिला माने गोटिए हिस्ट्री ऑनर्स रखिलो तापर पॉलिटिकल साइंस माइनर रखिलो इलेक्टिव तापर आपण माने ओडिया रखिबे ओडिया बा इंग्लिश रखिबे जदि आपण मन को इंग्लिश भारी कष्ट लागुची बेसी मार्क आनिबा अछि ताहेले ओडिया रखंतु बहुत बढ़िया हेबो भाषा साहित्य रु सेटा अटे जदि आपण आगो को जाई शिक्षकता टीचिंग लाइन को जीवा को चाहंती तेबे ओडिया किंबा इंग्रजी को इलेक्टिव रखंतु एहा द्वारा टीजीटी परीक्षा देबा समय रे सब्जेक्ट कॉम्बिनेशन रे कोनसो असुविधा हेबो नाही ओके प्राय तो हिस्ट्री ऑनर्स रे आमे केवल इंग्लिश रे देबानी कि ओडिया रे देबानी तेडु हमकु ओडिया बा इंग्लिश को चयन करिकी इलेक्टिव सब्जेक्ट रखिले कोनसी असुविधा हेबो नाही तापर देखंतु आ गुटे हमर रहिला माइनर सब्जेक्ट ज्योग्राफी बा इकोनॉमिक्स ज्योग्राफी इकोनॉमिक्स मध्ये आपनकर बहुत लाभ देबो यूपीएससी ओपीएससी जे कोनसे प्रकार गवर्नमेंट जॉब्स हेउना काहेकि या मध्ये साधारण ज्ञान जनरल नॉलेज बढ़ाइबारे प्रतियोगिता मूलक परीक्षा पई बहुत लाभदायक होता यूपीएससी ओपीएससी रे आपण माने इकोनॉमिक्स पढ़िबे एवं एसएससी ओएसएससी जो प्रकार आरआरबी रेलवे सब प्रकार गवर्नमेंट जॉब्स बैंकिंग सब ठिरे एठी इकोनॉमिक्स लागिबो ज्योग्राफी लागिबो तेणु करी एटा आपण मानक पई बहुत लाभदायक अटे जदि आपण मानकू हिस्ट्री हॉनर सहित भविष्य रे कोन ना टीचर्स सेवा को चाहूछंती ताहेले कोन करिवे ना माइनर सब्जेक्ट आपण माने पॉलिटिकल साइंस एवं ओडिया रखंतु ओडिया रखिले बहुत भलो एवं पॉलिटिकल साइंस जगह रे आपण माने एजुकेशन मध्य रखि पारिबे जहाँ प्रति हमरो एजुकेशन शिक्षकता रे कोनोसी असुविधा हेबो नाही टीचिंग लाइन रे ओके आपण माने कोन कहली कॉम्बिनेशन मो सजेशन मु देबी जे आपण मानकू टीचर सेवा को चाहूछंती ताहेले टीचर्स टीजीटी करबा को चाहूछंती बा पीजीटी लेक्चरर हेबा को चाहूछंती हाई स्कूल टीचर हेबा को चाहूछंती ताहेले आपण मानकू मु गोटे सजेशन देबी आपण माने हिस्ट्री को हॉनर्स रखंतु हिस्ट्री तो हॉनर्स रखिले मेजर सब्जेक्ट एवं माइनर सब्जेक्ट आपण माने कोन रखिबे ना गोटे हला ओडिया रखंतु एवं अन्यटी आपण माने एजुकेशन रखंतु जे आपण मानकू बेसी कष्ट हेबनी ओडिया रे फुल मार्क्स आनिबे एजुकेशन आपण मानकू टीचिंग लाइन रे बेसी हेल्पफुल हेबं एवं मेजर सब्जेक्ट हमरो इतिहास रहिला एडी दुईटी माइनर रखिले एडी मेजर एवं आपण माने यूपीएससी ओपीएससी सिविल सर्विस बा अन्य कोनोसी गवर्नमेंट जॉब्स पई प्रस्तुत करबा को चाहउछंती ताहेले कोन रखिबे ना इतिहास हॉनर्स रखिले मेजर माइनर आपण माने रखिबे पॉलिटिकल साइंस
पॉलिटिकल साइंस कॉमन एटा कंपलसरी एवं आपण माने अन्यटी कोन रखबे ना इकोनॉमिक्स रखंतु मेजर सब्जेक्ट हिस्ट्री रहिला पॉलिटिकल साइंस माइनर एवं इकोनॉमिक्स माइनर रखंतु बहुत लाभदायक हेबो एटा आपण मानकर गवर्नमेंट जॉब 100% पिला माने एति की करिके आपण माने गवर्नमेंट जॉब रो प्रिपरेशन करंतु आराम से आपण मानक पय लाभदायक हेबो देखा करबा पिला माने एति थिला तमरो माइनर सब्जेक्ट मेजर सब्जेक्ट कॉम्बिनेशन स्किल देखा करबा गोटे नुवा वीडियो रे जय जगन्नाथ।